ପୁରୀ ଶ୍ରୀମନ୍ଦିରରେ ମଣିଷ କଟାମୁଣ୍ଡ ଏମିତି ଭୟଙ୍କର ଘଟଣା ଘଟିଛି। ପୁରୀ ଶ୍ରୀମନ୍ଦିରରେ ଘଟଣାଟିକୁ ଆରମ୍ଭ କରିବା ଆଗରୁ ଯଦି ଆପଣମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତି କରନ୍ତି ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖି ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ। ପୁରୀ ଜିଲ୍ଲା ଅନ୍ତର୍ଗତ ବାଲିହନ୍ତା ଗାଁରେ ରହନ୍ତି ମିନତୀ ବିଶ୍ୱାଳ। ତାଙ୍କ ପରିବାର କହିଲେ ସ୍ୱାମୀ ଶିବ ବିଶ୍ୱାଳ ଆଉ ତାଙ୍କର ଗୋଟେ 2 ବର୍ଷର କୁନି ଝିଅ ଅଛି। ମିନତୀ ମ୍ୟାଡ଼ାମ ତାଙ୍କ ବାହାଘରର 4 ମାସରେ ସ୍ୱାମୀ ଶିବ ବିଶ୍ୱାଳଙ୍କର ଗୋଟେ କାର ଦୁର୍ଘଟଣାରେ ତାଙ୍କର ସବୁ ସ୍ମୃତି ଶକ୍ତି ଚାଲି ଯାଇଛି। ସେ ସ୍ତ୍ରୀ ଆଉ ଝିଅକୁ ଚିହ୍ନି ପାରୁଛନ୍ତି ସତ, ହେଲେ ପରିବାରର ଦାୟିତ୍ୱ କେମିତି ନିଆଯାଏ ସେ ପୁରାପୁରି ଭୁଲି ଯାଇଛନ୍ତି। ସେବେଠୁ ପ୍ରାୟ 2 ବର୍ଷ ହେଇଯିବ ମିନତୀ ମ୍ୟାଡ଼ାମ ଗାଁର ଗୋଟେ ଜମିଦାର ଘରେ ବାସନ ମାଜି ନିଜ ପରିବାର ଚଳାନ୍ତି। ଏତେ ଦୁଃଖ କଷ୍ଟକୁ ସହି ମଧ୍ୟ ମିନତୀ ମ୍ୟାଡ଼ାମ କେବେ ହାର ମାନି ନାହାନ୍ତି। ସବୁ ସୁଖରେ ଦୁଃଖରେ ସେ ସେଇ ଜଗନ୍ନାଥଙ୍କୁ ହିଁ ମନେ ପକାନ୍ତି ଆଉ ସବୁବେଳେ ସେଇ କାଳିଆ ଉପରେ ହିଁ ବିଶ୍ୱାସ ରଖନ୍ତି ଆଉ କହନ୍ତି ମୋ ସଂସାର ତତେ ଲାଗିଲାରେ ଜଗନ୍ନାଥ। ମିନତୀ ମ୍ୟାଡ଼ାମ ବହୁତ ଦିନ ହେଇଗଲା ପୁରୀ ଯାଇ ନଥିଲେ। ସେ ବହୁତ ଥର ବାହାରିଲଣି ପୁରୀ ଯିବାକୁ, ହେଲେ କାମ ବ୍ୟସ୍ତ ଭିତରେ କେବେ ସମୟ ହୁଏନି। କାଳିଆକୁ ଟିକେ ଦେଖିବେ ବୋଲି ବ୍ୟସ୍ତ ଜୀବନ ଭିତରୁ ସମୟ ବାହାର କରି ଗୋଟେ ଦିନ ସକାଳୁ ସକାଳୁ କାମରୁ ଛୁଟି ଆଣି ସ୍ୱାମୀ ଆଉ ଝିଅକୁ ଧରି ବାହାରି ପଡ଼ିଲେ ପୁରୀ। ଭୋର 4ଟାରୁ ଆସି ଗାଁ ବସ୍ ଷ୍ଟାଣ୍ଡରେ ସେ ପହଞ୍ଚିଲେ। ସେଇଠୁ ପୁରୀ ବସ୍ରେ ଧରି ବାହାରି ପଡ଼ିଲେ ପୁରୀ। ଜଗାକୁ ଟିକେ ଦେଖିବେ ବୋଲି ସ୍ୱାମୀ ସ୍ତ୍ରୀଙ୍କ ଖୁସି କହିଲେ ନ ସରେ। ଦିନ 11ଟା ବେଳକୁ ଆସି ପୁରୀ ବଡ଼ଦାଣ୍ଡରେ ବସ୍ ଲାଗିଲା ଆଉ ମିନତୀ ମ୍ୟାଡ଼ାମ ସ୍ୱାମୀ ଆଉ ଝିଅର ହାତ ଧରି ଶ୍ରୀମନ୍ଦିର ଆଡ଼କୁ ଚାଲିଲେ। ସେଦିନ ପୁରୀରେ ବହୁତ ଗହଳି ହୋଇଥିଲା। ମିନତୀ ମ୍ୟାଡ଼ାମ ଜୋରେ ଜୋରେ ଆସି ଶ୍ରୀମନ୍ଦିର ପାଖରେ ପହଞ୍ଚିଗଲେ। ଶ୍ରୀମନ୍ଦିର ଭିତରେ ଏତେ ଗହଳି ହେଇଥିଲା ଯେ କର ଆଡ଼େଇବାକୁ ବି ଜାଗା ନଥିଲା। ମିନତୀ ମ୍ୟାଡ଼ାମ ଭାବିଲେ ଏତେ ଠେଲାପେଲା ଭିତରେ ଝିଅକୁ ଭିତରକୁ ନେଇ ଯିବାଟା ଜମା ବି ଠିକ୍ ହବନି। ତେଣୁ କୁନି ଝିଅକୁ ସ୍ୱାମୀଙ୍କ ହାତରେ ଧରେଇ ଦେଇ କହିଲେ ତୁମେ ବାପ ଝିଅ ଏଇଠି ଥାଅ, ମୁଁ ଯାଇ ଭୋଗରାଗ କରି ଆସୁଛି। ତାପରେ ମିନତୀ ମ୍ୟାଡ଼ାମ ମହାପ୍ରଭୁଙ୍କ ପାଇଁ ତୁଳସୀ ମାଳ ଆଉ ଭୋଗରାଗ ଧରି ଜଗନ୍ନାଥଙ୍କ ଦର୍ଶନ କରିବାକୁ ଗଲେ। ବହୁତ ଆନନ୍ଦରେ ମଧ୍ୟ ଜଗାକୁ ଦର୍ଶନ କରିସାରି ମନ୍ଦିର ବାହାରକୁ ଆସି ଦେଖନ୍ତି ତ ସ୍ୱାମୀଙ୍କ ପାଖରେ ଆଉ ଝିଅ ନାହିଁ। ସ୍ୱାମୀ ବୋଧେ ଝିଅର ହାତ ଛାଡ଼ି ଦେଇଛନ୍ତି। ଏସବୁ ଦେଖି ମିନତୀ ମ୍ୟାଡ଼ାମଙ୍କର ମୁଣ୍ଡ କିଛି କାମ କଲାନି। ସ୍ୱାମୀ ବାଇଆ ପାଗଳା ଲୋକଟେ, ତାଙ୍କୁ ବା ସେ କ'ଣ କହିବେ। ସେ ପାଗଳଙ୍କ ପରି ମନ୍ଦିର ଚାରିପଟେ ଝିଅକୁ ଗୋଡ଼େଇ ଗୋଡ଼େଇ ଖୋଜୁଥାନ୍ତି। ପ୍ରାୟ 2 ଘଣ୍ଟା ହେଇଯିବ ସେ ଝିଅକୁ ପାଉନାହାନ୍ତି। ମିନତୀ ମ୍ୟାଡ଼ାମ ପୁରା ଅଧୈର୍ଯ୍ୟ ହୋଇଗଲଣି। ସେ ବିକଳ ହେଇ ଶ୍ରୀମନ୍ଦିର ଆଗରେ ଆଣ୍ଠୁ ମାଡ଼ି ତଳେ ବସି ପଡ଼ନ୍ତି ଆଉ କାଳିଆକୁ କହନ୍ତି ହେ ଜଗତର ନାଥ ଜଗନ୍ନାଥ, ତୁ ମୋର କାହିଁକି ପରୀକ୍ଷା ନଉଛୁ ରେ? ହେ ଜଗନ୍ନାଥ, ତୁ ଏ କି ଅନର୍ଥ କରିଦେଲୁ ରେ? ଜୀବନରେ ଏତେ ଦୁଃଖ ଦେଇଛୁ ଯେ ମୁଁ ମରି ମରି ବଞ୍ଚୁଛି, ଆଉ ଯାହା ମୁହଁକୁ ଚାହିଁ ବଞ୍ଚୁଥିଲି ସେଇ ଝିଅକୁ ମଧ୍ୟ ତୁ ଆଜି ମୋ ଠାରୁ ଛଡ଼େଇ ନେବାକୁ ବସିଛୁ।
ମୋ ଛୁଆକୁ ତୁ ମୋ ପାଖକୁ ଫେରେଇ ଦେ ରେ ଜଗନ୍ନାଥ। ତୁ ମୋ ଉପରେ ଏତିକି ଦୟା କରରେ। ଆଉ କାନ୍ଦି କାନ୍ଦି ସେଇ ଅରୁଣ ସ୍ତମ୍ଭ ଉପରେ ମୁଣ୍ଡ ପିଟି ପିଟି ସେଇ ଜଗନ୍ନାଥଙ୍କୁ ବିକଳ ହୋଇ ଝିଅର ଜୀବନ ଭିକ୍ଷା ମାଗନ୍ତି। ଏତେ ଜୋରେ ମୁଣ୍ଡ ପିଟନ୍ତି ଯେ ମୁଣ୍ଡ ଫାଟି ରକ୍ତ ବୋହିଲାଣି। ସାଙ୍ଗେ ସାଙ୍ଗେ ମିନତୀ ମ୍ୟାଡ଼ାମଙ୍କ ଚାରିପଟେ ଭକ୍ତମାନଙ୍କର ରୁଣ୍ଡ ଲାଗିଗଲା। ସମସ୍ତେ ଖାଲି ମିନତୀ ମ୍ୟାଡ଼ାମକୁ ବାଲୁ ବାଲୁ ହୋଇ ଚାହାନ୍ତି। ମିନତୀ ମ୍ୟାଡ଼ାମ କିନ୍ତୁ ଜମା ବି ହାର ମାନି ନାହାନ୍ତି। ସେ ସେମିତି ମୁଣ୍ଡ ପିଟିବାକୁ ଲାଗନ୍ତି। ଠିକ୍ ସେତିକି ବେଳେ ଘଟି ଯାଇଥିଲା ମହାପ୍ରଭୁଙ୍କର ବିରାଟ ଚମତ୍କାରଟିଏ। ସାଙ୍ଗେ ସାଙ୍ଗେ ଶ୍ରୀମନ୍ଦିର ଭିତରୁ ଗୋଟେ ଗୋରା ଦକ୍ତକ ହୋଇ ଯୁବକ ଆସି କହନ୍ତି, ହେ ମିନତୀ, ତୁ କାହିଁକି ଏମିତି ପାଗଳଙ୍କ ପରି ମୁଣ୍ଡ ପିଟୁଛୁ? ଯା ଦେଖିବୁ ଯା, ସେଇ 22 ପାହାଚ ଉପରେ ତୋ ଝିଅ ତତେ ଖୋଜୁଛି ପରା। ସାଙ୍ଗେ ସାଙ୍ଗେ ମିନତୀ ମ୍ୟାଡ଼ାମ ଦୌଡ଼ି ଯାଆନ୍ତି 22 ପାହାଚ ପାଖକୁ। ଆଉ ସେଠି ଯାଇ ଯାହା ଦେଖନ୍ତି ସେ ନିଜ ଆଖିକୁ ବିଶ୍ୱାସ ମଧ୍ୟ କରିପାରୁନଥିଲେ। ମିନତୀ ମ୍ୟାଡ଼ାମ ଦେଖନ୍ତି ତ ସ୍ୱୟଂ ପ୍ରଭୁ ଜଗନ୍ନାଥ ତାଙ୍କ ଝିଅକୁ କୋଳରେ ଧରି ବସିଛନ୍ତି। ସ୍ୱୟଂ ପ୍ରଭୁ ଜଗନ୍ନାଥ ଝିଅର ମୁଣ୍ଡକୁ ଆଉଁସି ଦିଅନ୍ତି। ଏସବୁ ଦେଖି ମିନତୀ ମ୍ୟାଡ଼ାମ ନିଜ ଆଖିକୁ ବିଶ୍ୱାସ ନ କରିପାରି ଆଖିକୁ 2 ହାତରେ ମେନ୍ଥି ଦେଇ ଦେଖନ୍ତି ତ ଝିଅ ଏକୁଟିଆ 22 ପାହାଚ ଉପରେ ବସିଛି। ମାଙ୍କ ଠାରୁ ଦୂରେଇ ଯାଇ ମଧ୍ୟ ଝିଅର ଆଖିରେ ଟୋପେ ହେଲେ ଲୁହ ନାହିଁ। ଝିଅ ଖିଲି ଖିଲି ହେଇ ହସୁଛି। ମିନତୀ ମ୍ୟାଡ଼ାମ ସେଇଠି ସବୁ ବୁଝିପାରନ୍ତି। ଆଉ ସାଙ୍ଗେ ସାଙ୍ଗେ 22 ପାହାଚ ଉପରେ ଦଣ୍ଡବତ ହୋଇ ସେଇ ମହାପ୍ରଭୁଙ୍କ ଆଡ଼କୁ ହାତ ଯୋଡ଼ି କହନ୍ତି, ଧନ୍ୟରେ ତୁ ଜଗତର ନାଥ ଜଗନ୍ନାଥ, ତୋର ମହିମା ଅପାର। ତୁ ଆଜି ଏ ଭକ୍ତର ଜୀବନ ରଖିଦେଲୁ ରେ କାଳିଆ। ମିନତୀ ମ୍ୟାଡ଼ାମଙ୍କ ଜୀବନରେ ଘଟି ଯାଇଥିବା ସତ୍ୟ ଘଟଣାଟିଏ ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ।